क्वेश्चन रे कहिला an article was sold at a gain of 12%. Had it been sold for rupees 33 more, the gain would have been 14%. The cost price of the article is ତାହେଲେ ଦେଖ ତାହେଲେ ସିଏ କହୁଛି 12% ବଦଳରେ ଯଦି 14%ରେ ବିକ୍ରି କରିଥାନ୍ତା ତାହେଲେ 33 ବେଶୀ ହେଇଥାନ୍ତା। ତାହେଲେ ପରସେଣ୍ଟେଜରେ କେତେ ବେଶୀ କହୁଛି 14%, 12% ବଦଳରେ 14% ଯଦି ବିକ୍ରି କରିଥାନ୍ତା ତାହେଲେ 2% ଏକ୍ସଟ୍ରା ହେଇଥାନ୍ତା। ତାହେଲେ ସେଇ 2% ଏକ୍ସଟ୍ରାଟା କେତେ ମୋର୍ କହୁଛି ନା ₹33 ମୋର୍। ତାହେଲେ 1%ଟା କେତେ ହେବ ନା ଆମର ହେବ 33/2। ଆଉ ଆମର ଯେହେତୁ ପରସେଣ୍ଟେଜରେ ଅଛି ତାହେଲେ ଆମେ କଷ୍ଟ ପ୍ରାଇସ୍କୁ 100 ନେଇକି କରିବା। ତାହେଲେ 100%ର ଭ୍ୟାଲୁ କେତେ ହେବ 33/2 ଇଣ୍ଟୁ 100। ୟାକୁ କାଟିଲେ ହେଲା 50। 5ରେ ଏବେ ଗୁଣନ କରିବା 15, ଇଏ 16 ଆଉ ଗୋଟେ 0। ତାହେଲେ ଇଏ ହେଲା ଆମର ଆନ୍ସର୍ କଷ୍ଟ ପ୍ରାଇସ୍।